ଆଜି ଘରକୁ ଆସିଥିଲା ଚିକେନ୍। ତ ଭାବିଲି ସର୍ଟକଟ୍‌ରେ କ'ଣ ଗୋଟେ ରେସିପି ବନେଇବି ତା ପାଇଁ। ପିଲାମାନେ କହିଲେ ମାମା ବିରିୟାନୀ ବନେଇକି ଦିଅ। ମୁଁ କହିଲି ଚାଲ ତାହେଲେ ଠିକ୍ ଅଛି ବିରିୟାନୀ ବନେଇବା। ପ୍ରଥମେ ତ ମୁଁ ପିଆଜକୁ କାରାମେଲାଇଜ୍ କରିଦେଲି, ଆଉ ସେଥିରୁ ଅଧା ପିଆଜ କାଢ଼ି ରଖିଦେଲି। ଆଉ ତାପରେ ସେଥିରେ ମୁଁ ଗରମ ମସଲା ପ୍ରଥମେ ଆଡ୍ କରିନେଲି, ତାପରେ ମ୍ୟାରିନେଟ୍ ଚିକେନ୍ ଆଡ୍ କଲି। ଗରମ ମସଲା ମାନେ ଖଡ଼ା ଗରମ ମସଲା, ଯୋଉଟା ତେଜପତ୍ର, ଡାଲଚିନି ବଗେରା ରହେ। ଆଉ ମ୍ୟାରିନେଟେଡ୍ ଚିକେନ୍‌କୁ ମୁଁ ଅଧଘଣ୍ଟେ ଆଗରୁ ମ୍ୟାରିନେସନ୍ କରିକି ରଖିଥିଲି। ସେଥିରେ ହଳଦୀ, ଲୁଣ, ଲଙ୍କାଗୁଣ୍ଡ, ପିଆଜ, ରସୁଣ ଅଦା ପେଷ୍ଟ, ଟମାଟର ଆଉ ଦହି, ଏତିକି ଜିନିଷ ମୁଁ ଆଡ୍ କରିକି ରଖିଥିଲି। ଚିକେନ୍‌ରୁ ତେଲ ଉପରକୁ ଉଠି ଆସିବା ପର୍ଯ୍ୟନ୍ତ ତାକୁ ମୁଁ କଷି ନେଲି। ପାଖାପାଖି 80% ଚିକେନ୍‌ଟା କୁକ୍ ହେଇଗଲା। ତାପରେ ମୁଁ ତାକୁ ଭାତଟାକୁ ପୂର୍ବରୁ ବନେଇକି ରଖିଥିଲି, ଯୋଉଥିରେ କେବଳ ସିମ୍ପଲ୍ ମୁଁ ଲୁଣ ପକେଇଥିଲି। ତାକୁ ମୁଁ ସେଥିରେ ଆଡ୍ କଲି, ଲେୟାରିଂ କରିକି 2ଟା ଲେୟାର କରିକି ମୁଁ ଆଡ୍ କଲି। ଏବେ ଦେଶୀ ଘିଅରେ ଉପରେ ଟିକେ ହାଲକା ଫୁଡ୍ କଲର୍, ଆଉ ତା ସାଙ୍ଗରେ ମୁଁ ଆଡ୍ କରିଦେଇଛି ଅଳ୍ପ ଟିକେ କ୍ଷୀର, ଆଉ ତା ସାଙ୍ଗରେ ବିରିୟାନୀ ମସଲା। ଆଉ ତାକୁ ଆମେ 5ରୁ 10